ମନରେ ଅଛ ଆମେ ସୁସ୍ଥ ଶରୀରରେ ଅଛନ୍ତି। ସୁସ୍ଥ ବିଚାରଧାରା ଆମ ପାଖରେ ପ୍ରବାହିତ ହେଉଛନ୍ତି। ଆମେ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ରହିଛନ୍ତି। ପୁରା ଶାନ୍ତ ଫିଲ୍ କରୁଛନ୍ତି। ଆମେ ସମ୍ପୂର୍ଣ୍ଣ ଶାନ୍ତ ଫିଲ୍ କରୁଛନ୍ତି। ପୁଣି ଏକ ଦୀର୍ଘ ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ଶ୍ୱାସ ଛାଡ଼ିବା ସହିତ ଆମେ ଶାନ୍ତ ଅନୁଭବ କରୁଛନ୍ତି। ସମ୍ପୂର୍ଣ୍ଣ ଶାନ୍ତ ଅନୁଭବ କରୁଛନ୍ତି। ଆମେ ଅନୁଭବ କରୁଛନ୍ତି, ସମ୍ପୂର୍ଣ୍ଣ ଭାବରେ ଅନୁଭବ କରୁଛନ୍ତି। ନିଜେ ଆଫର୍ମେସନ ଦଉଛନ୍ତି, ରିପିଟ କରୁଛନ୍ତି। ପୁରା ସୁନ୍ଦର ଭାବରେ ଫିଲ୍ କରୁଛନ୍ତି। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ସୁନ୍ଦର ଭାବରେ ଫିଲ୍ କରୁଛନ୍ତି ଆମେ। ଆମେ ଯେଉଁ ଘରେ ରହୁଛନ୍ତି, ଆମ ନିଜ ଘରେ ଆମେ ରହିଛନ୍ତି, ଫିଲ୍ କରନ୍ତୁ। ଆମ ଘର ଭିତରେ ଆମେ ବୁଲୁଛନ୍ତି, ବିଭିନ୍ନ ରୁମକୁ ବୁଲୁଛନ୍ତି, ଆମ ରୁମକୁ ବୁଲୁଛନ୍ତି, ବିଭିନ୍ନ ରୁମକୁ ବୁଲୁଛନ୍ତି। ପୁରା ଆମ ରୁମ ଭିତରେ ଆମେ ଯାହା ବି ଦେଖୁଛନ୍ତି, ଯେତେ ବି ଆସବା ପତ୍ର ଦେଖୁଛନ୍ତି, ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି। ସମସ୍ତଙ୍କୁ ଆମେ ଧନ୍ୟବାଦ ଅର୍ପଣ କରୁଛନ୍ତି। ପୁରା ସବୁ ରୁମରେ ଆମେ ବୁଲୁଛନ୍ତି। ଏବେ ଭିଜୁଆଲାଇଜ ଆମେ କରୁଛନ୍ତି ଆମର ଯେତେ ବି ପୁରୁଣା କୋଟ, ପ୍ୟାଣ୍ଟ, ସାର୍ଟ ରହିଛନ୍ତି, ଅନେକ ଦିନରୁ, କିଛି ଦିନରୁ ଆମର କଏନ୍ସ କିଛି ଯଦି କୌଣସି ଜାଗାରେ ବି ରହିଛି, ଆମେ ତାକୁ କଲେକ୍ସନ କରୁଛନ୍ତି। ସୁନ୍ଦର ଭାବରେ ଆମ ଘରେ ଆମେ ବୁଲୁଛନ୍ତି। ଆମର ପୁରୁଣା କୋଟ, ପୁରୁଣା ଡ୍ରେସ୍, ଆମେ ତାକୁ ଖୋଜୁଛନ୍ତି। କୋଉ କୋଉ ଜାଗାରେ ଆମର ପୁରୁଣା କଏନ କିଛି ଆମେ ରଖିଛନ୍ତି। ଆମର ଘରର ବିଭିନ୍ନ ସେଲ୍ଫ, କୋଉ କୋଉ ଜାଗାରେ ଆପଣ ମାନେ ବିଭିନ୍ନ ସମୟରେ କଏନକୁ ରଖିଦିଅନ୍ତି, ଆପଣ ଜାଣିଛନ୍ତି। ସେ ସବୁ ଜାଗାରୁ ଆମେ କଏନ କଲେକ୍ଟ କରୁଛନ୍ତି। ସେ ସବୁ ଜାଗାରୁ ଆମେ କଏନ ଗୁଡ଼ିକ କଲେକ୍ଟ କରୁଛନ୍ତି। ସେ ମୁଦ୍ରା ଗୁଡ଼ିକୁ ଆମେ ଏକାଠି କରୁଛନ୍ତି। ଏକ ସୁନ୍ଦର କାଚ ବାଉଲ ଭିତରେ ଆମେ ତାକୁ ସଜଉଛନ୍ତି ବା କାଚ ଜାର ଭିତରେ ଆମେ ରଖୁଛନ୍ତି। ପୁରା ସୁନ୍ଦର ଭାବରେ ଆମେ ଜାଣିଛନ୍ତି କେଉଁ ଜାଗାରେ ଅବ୍ୟବହୃତ ଭାବରେ ସେ କଏନ ଗୁଡ଼ିକ ଆମେ ରଖିଛନ୍ତି। ସବୁ ଜାଗାରୁ ଆମେ ସଂଗ୍ରହ କରୁଛନ୍ତି। ପ୍ରତ୍ୟେକ ଜାଗାରୁ ଆମେ ସଂଗ୍ରହ କରୁଛନ୍ତି, ତାକୁ ଏକତ୍ରିତ କରୁଛନ୍ତି। ସେଇ ମୁଦ୍ରା ପାଇଁ, ସେଇ ମୁଦ୍ରା ଗୁଡ଼ିକ ପାଇଁ ବିଶେଷ ଭାବରେ ଆମେ ଏକ ପାତ୍ର ତିଆରି କରୁଛନ୍ତି। କାଚ ବାଉଲ ହେଇପାରେ, ପୁରା ଟ୍ରାନ୍ସପରେନ୍ସିର ଗୋଟେ ବାଉଲ ଆମେ ତିଆରି କରୁଛନ୍ତି। ଟ୍ରାନ୍ସପରେନ୍ସିର ଏକ ଜାର ଆମେ ତିଆରି କରୁଛନ୍ତି, ଫିଲ୍ କରୁଛନ୍ତି। ସେଇ ମୁଦ୍ରା ଗୁଡ଼ିକ ଫିଲ୍ କରନ୍ତୁ। ସେଇ ମୁଦ୍ରା ଗୁଡ଼ିକ କେମିତି ଆମର ଧନର ଯୋଗଦାନରେ ସାହାଯ୍ୟ କରୁଛନ୍ତି। ଆମ ଧନର ଯୋଗଦାନରେ ସେଇ ମୁଦ୍ରା ଗୁଡ଼ିକ ସାହାଯ୍ୟ କରୁଛନ୍ତି। ସେଇ ପ୍ରବାହକୁ ଫିଲ୍ କରୁଛନ୍ତି ଆମେ। ସେ ଏନର୍ଜିକୁ ଆମେ ଫିଲ୍ କରୁଛନ୍ତି। ବହୁତ ସାରା ମୁଦ୍ରା ଆମେ ଘରର ବିଭିନ୍ନ ସ୍ଥାନରେ ରଖିଥିଲେ, ଆଜି ଆମେ ତାକୁ ଏକତ୍ରିତ କରୁଛନ୍ତି। ଏ ମୁଦ୍ରାକୁ ଆମେ ଭଣ୍ଡାର କରୁଛନ୍ତି।
ସେମାନେ ପ୍ରଚୁର କମ୍ପନ ଶକ୍ତି ବହନ କରୁଛନ୍ତି। ଏକ ଆରାମଦାୟକ ଲହରୀକୁ ଆମେ ଅନୁଭବ କରୁଛନ୍ତି। ସେ ମୁଦ୍ରା ଗୁଡ଼ିକ ଆମ ହାତରେ ଧରୁଛନ୍ତି, ହାତରେ ଖେଳୁଛନ୍ତି। ଆମେ ଆଫର୍ମ ଦଉଛନ୍ତି, ଆମେ ଫିଲ୍ କରୁଛନ୍ତି, ଆମେ ଭିଜୁଆଲାଇଜ କରୁଛନ୍ତି। ପଇସା ମୋର ଉତ୍ତମ ବନ୍ଧୁ। ବିଭିନ୍ନ ଜାଗାରେ ଆମେ ତାକୁ ପକେଇଥିଲେ ଧରି ନଉଛନ୍ତି, ତାକୁ ସ୍ନେହ ଦଉଛନ୍ତି। ମନେ ମନେ ଆମେ ଆଫର୍ମେସନ ଦଉଛନ୍ତି, ତା ସହିତ କଥା ହଉଛନ୍ତି। ପଇସା ମୋର ଉତ୍ତମ ବନ୍ଧୁ, ମୁଁ ପଇସାର ଉତ୍ତମ ବନ୍ଧୁ। ପଇସା ମୋର ଉତ୍ତମ ବନ୍ଧୁ, ମୁଁ ପଇସାର ଉତ୍ତମ ବନ୍ଧୁ। ମୁଁ ମୋର ଧନକୁ ମୁଁ ମୋର ଧନକୁ ବୁଦ୍ଧିମାନୀ ଓ କୃତଜ୍ଞତାର ସହିତ ପରିଚାଳନା କରୁଛି। ମୁଁ ମୋର ଧନକୁ ବୁଦ୍ଧିମାନୀ ଓ କୃତଜ୍ଞତାର ସହିତ ପରିଚାଳନା କରୁଛି। ସୁନ୍ଦର ଭାବରେ ଫିଲ୍ କରୁଛନ୍ତି। ପୁଣି ଏକ ଦୀର୍ଘ ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ଶ୍ୱାସକୁ ଛାଡିବା ବେଳେ ଆହୁରି ରିଲାକ୍ସ ଫିଲ୍ କରୁଛନ୍ତି। ପୁରା ସାଇଲେଣ୍ଟରେ ଆମର ଇଣ୍ଟେନସନକୁ ଆମେ ଫିକ୍ସ କରୁଛନ୍ତି ସେଇ ମୁଦ୍ରା ମାନଙ୍କ ସହିତ। ଆମର ଫୋକସକୁ ଆମେ ଫିକ୍ସ କରୁଛନ୍ତି ସେଇ ମୁଦ୍ରା ମାନଙ୍କ ସହିତ। ଆମେ ଏକ ସୁନ୍ଦର ବହୁତ ବଡ ରୁମ ଭିତରେ ଅଛନ୍ତି, ଯାହା ଅତି ସୁନ୍ଦର ଭାବରେ ଡେକୋରେଟ ହେଇଛନ୍ତି। ଫିଲ୍ କରୁଛନ୍ତି ଆମେ ଏକ ସୁନ୍ଦର ରୁମ ଭିତରେ ରହିଛନ୍ତି। ସେଇ ରୁମଟି ଡେକୋରେଟ ହେଇଛି, ବହୁତ ସୁନ୍ଦର ଭାବରେ ଡେକୋରେଟ ହେଇଛି। ଏଇ ରୁମରେ ସୁନ୍ଦର ଚମତ୍କାର ଲାଇଟ ଗୁଡିକ ଝଲସି ଉଠୁଛନ୍ତି। ଏଇ ରୁମରେ ସୁନ୍ଦର ଚମତ୍କାର ଲାଇଟ ଗୁଡିକ ଝଲସି ଉଠୁଛନ୍ତି। ଏଇ ରୁମ ଆମର ଧନ ଉପରେ ଥିବା ମାଷ୍ଟରୀକୁ ସିମ୍ବଲାଇଜ କରୁଛି। ଏଇ ରୁମ ଆମର ଧନ ଉପରେ ଥିବା ମାଷ୍ଟରୀକୁ ସିମ୍ବଲାଇଜ କରୁଛି। ସୁନ୍ଦର ଭାବରେ ଆମେ ଦର୍ଶନ କରୁଛନ୍ତି। ସୁନ୍ଦର ଭାବରେ ଆମେ ଫିଲ୍ କରୁଛନ୍ତି। ଏଇ ରୁମରେ ଆମେ ଗୋଲ୍ଡର ଏକ ସିନ୍ଦୁକକୁ ଆମେ ଦର୍ଶନ କରୁଛନ୍ତି। ଏକ ସୁନ୍ଦର ବକ୍ସକୁ ଆମେ ଦର୍ଶନ କରୁଛନ୍ତି। ଯାହା ମଧ୍ୟରୁ ଗୋଲ୍ଡ କଏନ, କରେନ୍ସି ନୋଟ, କଏନ ଓଭରଫ୍ଲୋ ହଉଛନ୍ତି। ଆମେ ଏକ ସୁନ୍ଦର ରୁମ ଭିତରେ ଅଛନ୍ତି। ସେ ରୁମରେ ସୁନ୍ଦର ଲାଇଟ ଗୁଡିକ ଝଲସି ଉଠୁଛନ୍ତି। ସେ ଝଲସିତ ଆଲୋକ ମଧ୍ୟରେ ଆମେ ଏକ ସୁନ୍ଦର ବକ୍ସକୁ ଦର୍ଶନ କରୁଛନ୍ତି। ଏକ ଗୋଲ୍ଡର ବକ୍ସକୁ ଦର୍ଶନ କରୁଛନ୍ତି। ଯୋଉ ବକ୍ସ ଓପନ ରହିଛି, ସେ ବକ୍ସରୁ ଆମର ଗୋଲ୍ଡର କଏନ, କରେନ୍ସି ନୋଟ, କଏନ ଏ ସବୁ ଓଭରଫ୍ଲୋ ହଉଛନ୍ତି। ଆମେ ଦର୍ଶନ କରୁଛନ୍ତି, ପୁରା ଖୁସିରେ ଆତ୍ମବିଭୋର ହଉଛନ୍ତି। ସୁନ୍ଦର ଭାବରେ ଆମେ ଦର୍ଶନ କରୁଛନ୍ତି। ଆମେ ଖୁସି ହଉଛନ୍ତି। ଆମେ କମାଣ୍ଡ କରୁଛନ୍ତି ସେଇ ଗୋଲ୍ଡ କଏନ, କରେନ୍ସି ନୋଟ, କଏନ ଏକୁ ସବୁ ଆମେ ଏକତ୍ରିତ କରୁଛନ୍ତି। ଆମେ ଅର୍ଗାନାଇଜ କରୁଛନ୍ତି। ଫିଲ୍ କରନ୍ତୁ, ବହୁତ ସୁନ୍ଦର ଭାବରେ ଆମେ ଭିଜୁଆଲାଇଜ କରୁଛନ୍ତି ଏ ଧନର ଯୋଉ ବକ୍ସ, ଆମେ ତାର ମାଲିକ ଅଟନ୍ତି। ମୁଁ ଆଜି ଯୋଉ ଧନର ବକ୍ସକୁ ଦର୍ଶନ କରୁଛି, ମୁଁ ତାର ମାଲିକ ଅଟେ। ବହୁତ ସୁନ୍ଦର ଭାବରେ ଭିଜୁଆଲାଇଜ କରନ୍ତୁ, ଫିଲ୍ କରନ୍ତୁ। ଏ ଧନ ଏ ଧନର ବକ୍ସ ମୋ କଣ୍ଟ୍ରୋଲରେ ରହିଛି।
ଭିଜୁଆଲାଇଜ କରନ୍ତୁ, କଳ୍ପନା କରନ୍ତୁ, ମୁଁ ସବୁବେଳେ ପୂର୍ଣ୍ଣ ଧନ ସହିତ ରହୁଛି। ମୁଁ ଧନବାନ ଅଟେ। ମୁଁ ସବୁବେଳେ ପୂର୍ଣ୍ଣ ଧନ ସହିତ ରହୁଛି। ମୁଁ ଧନବାନ ଅଟେ। ଭିଜୁଆଲାଇଜ କରୁଛନ୍ତି ଆପଣଙ୍କର ଉଦାରତାକୁ ଆମେ ଭିଜୁଆଲାଇଜ କରୁଛନ୍ତି। ଆମର ଦୟାଳୁ ସ୍ୱଭାବକୁ ଆମେ ଭିଜୁଆଲାଇଜ କରୁଛନ୍ତି ସୁନ୍ଦର ଭାବରେ। ଆମ ସାମ୍ନାରେ କିଛି ଲୋକ ରହିଛନ୍ତି ଯେଉଁମାନଙ୍କ ପାଇଁ ପଇସା ଅତ୍ୟନ୍ତ ଜରୁରୀ। ଆମେ ଏତେ ଧନବାନ ହେଇଛନ୍ତି, ଏତେ ସମୃଦ୍ଧିଶାଳୀ ହେଇଛନ୍ତି, ଆମେ ଏତେ ବିତ୍ତଶାଳୀ ଆମେ ହେଇଛନ୍ତି। ନିଜକୁ ଫିଲ୍ କରନ୍ତୁ, ଆମେ ସମ୍ପୂର୍ଣ୍ଣ ଭାବରେ ବିତ୍ତଶାଳୀ ହେଇଛନ୍ତି। ଆମ ସାମ୍ନାରେ କିଛି ଲୋକ ରହିଛନ୍ତି, ଜଣେ ଦୁଇ ଜଣ ଆପଣଙ୍କର ମାନସପଟକୁ ଯିଏ ଆସୁଛନ୍ତି, ଆପଣ ଦର୍ଶନ କରୁଛନ୍ତି। ଆମର ଦୟାଳୁ ସ୍ୱଭାବକୁ ଆମେ ଅନୁଭବ କରୁଛନ୍ତି। ଆମର ଉଦାରତାକୁ ଆମେ ଅନୁଭବ କରୁଛନ୍ତି। ଆମର ବିତ୍ତକୁ ଆମେ ଅନୁଭବ କରୁଛନ୍ତି। ଆମର ଧନ ପ୍ରକ୍ରିୟାକୁ ଆମେ ଅନୁଭବ କରୁଛନ୍ତି। ଆମେ ସେଇମାନଙ୍କୁ ଉଦାରତାର ସହିତ କିଛି ଦାନ କରୁଛନ୍ତି ଯାହାଙ୍କ ପାଇଁ ପଇସା ଅତ୍ୟନ୍ତ ଜରୁରୀ। ଯେମିତିକି କେହି କନ୍ୟାଦାନ ପାଇଁ, ବିଦ୍ୟାଦାନ ପାଇଁ, ବିଦ୍ୟା ଆହରଣ ପାଇଁ, ଏଇଭଳି କିଛି ଦରକାର ଯୋଉମାନଙ୍କର ରହିଛି, କେ ନିଡି ପର୍ସନ ଅଛନ୍ତି ଆମ ସାମ୍ନାରେ, ଏଇଭଳି କ୍ଷେତ୍ରରେ ଆମେ ତାଙ୍କୁ କିଛି ସାହାଯ୍ୟ କରୁଛନ୍ତି। ଆମ ଭିତରେ କୃତଜ୍ଞତାର ପ୍ରବାହକୁ ଫିଲ୍ କରୁଛନ୍ତି। ବହୁତ ଖୁସି ହଉଛନ୍ତି ଆମେ ଅନ୍ୟର ସାହାଯ୍ୟରେ ଆସିପାରିଛନ୍ତି। ସାମ୍ନା ଲୋକକୁ ଆମେ ସାହାଯ୍ୟ କରିପାରୁଛନ୍ତି। ଆମେ କୃତଜ୍ଞତାରେ ଭରପୁର ହୋଇ ଉଠୁଛନ୍ତି। ବହୁତ ଶାନ୍ତ ଫିଲ୍ କରୁଛନ୍ତି, ବହୁତ ଶାନ୍ତ ଫିଲ୍ କରୁଛନ୍ତି। ପ୍ରତିଟି ସମୟରେ ଆମେ ଏଇଭଳି କିଛି ଫାଇନାନ୍ସିଆଲ ଡିସିସନ ନଉଛନ୍ତି। ପ୍ରତିଟି ସମୟରେ ଆମେ ଏଇଭଳି କିଛି ଫାଇନାନ୍ସିଆଲ ଡିସିସନ ନଉଛନ୍ତି, ଯେଉଁଭଳି ଭାବରେ ଇନଭେଷ୍ଟମେଣ୍ଟ, ସେଭିଙ୍ଗସ, ଡୋନେଟ କରିବା, ଅନେକ ନିଡି ଲୋକଙ୍କୁ, ଏନଜିଓକୁ, ମନ୍ଦିର ଅନୁଷ୍ଠାନକୁ ଆମେ ଉଦାରତାର ସହିତ ଆମେ କିଛି ଡୋନେଟ କରୁଛନ୍ତି। ଆମେ ପୁରା ବିତ୍ତଶାଳୀ ହେଇଛନ୍ତି। ଆମେ ସକାରାତ୍ମକ ଦିଗରୁ ଅନେକ ଅନେକ ଧନ ଆମ ପାଖକୁ ଆସୁଛନ୍ତି। ଆମେ ସମ୍ପୂର୍ଣ୍ଣ ବିତ୍ତଶାଳୀ ଅଛନ୍ତି। ବହୁତ ବହୁତ ଧନ୍ୟବାଦ ଆମେ ଅର୍ପଣ କରୁଛନ୍ତି। ବହୁତ ବହୁତ କୃତଜ୍ଞତା ଆମେ ଅର୍ପଣ କରୁଛନ୍ତି ମନିର ସପୋର୍ଟ ପାଇଁ। ଆମେ ମନିକୁ ବହୁତ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଥ୍ୟାଙ୍କ ୟୁ ମନି, ଥ୍ୟାଙ୍କ ୟୁ ମନି, ଥ୍ୟାଙ୍କ ୟୁ ମନି। ପୁରା ମନିକୁ ଥ୍ୟାଙ୍କ କରନ୍ତୁ। ମନିକୁ ଅନେକ ଅନେକ ଧନ୍ୟବାଦ ଆମେ ଦଉଛନ୍ତି। ଅନେକ ଅନେକ ଧନ୍ୟବାଦ ଆମେ ଦଉଛନ୍ତି। ପୁରା ଧନ୍ୟବାଦ ଦଉଛନ୍ତି। ଧନ୍ୟବାଦ, 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 ଧନ୍ୟବାଦ ବିଶ୍ୱଶକ୍ତି। ଧନ୍ୟବାଦ।